ଯେତେବେଳେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ଓଡ଼ିଶାରେ ଗୋଟେ ମଦ ବିରୋଧୀ ଆନ୍ଦୋଳନ ବହୁତ ଜୋରରେ ଚାଲିଥିଲା। ନିଶା ନିବାରଣ ହେଉଛି ମହାତ୍ମା ଗାନ୍ଧୀଙ୍କର ଆନ୍ଦୋଳନର ଗୋଟେ ଅଂଶ ବିଶେଷ। ଗାନ୍ଧୀଜୀ ସବୁବେଳେ ଚାହୁଁଥିଲେ ଯେ ଗୋଟେ ନିଶାମୁକ୍ତ ସମାଜ ଗଠନ ହେଉ। ତେବେ ନିଶାମୁକ୍ତ ସମାଜ ବା ମଦମୁକ୍ତ ସମାଜ ଗଠନର ଯେଉଁ ସ୍ୱପ୍ନ ତା ପଛରେ ଗୋଟେ ବଡ଼ ସନ୍ଦେହ ମଧ୍ୟ ରହିଛି ଯେ ମଦମୁକ୍ତ ହେଇଗଲେ ଗୋଟେ ସମାଜ ନିଶାମୁକ୍ତ ହେଇଯିବ କି? ଆମର ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ବର୍ଷିୟାନ ନିଶା ନିବାରଣ ଆନ୍ଦୋଳନର କର୍ମୀ ପଦ୍ମଚରଣ ନାୟକ ବାରମ୍ବାର ନବୀନ ପଟ୍ଟନାୟକଙ୍କୁ ସେତେବେଳେ ଗାଳି କରୁଥିଲେ ଯେ ଇଏ ସରକାର ହେଉଛି ଲୋକଙ୍କୁ ଆଜ୍ଞା ମଦୁଆ କରିଦେଉଛି। ଏବଂ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କୁ ପଦ୍ମବାବୁ ଦେଖା କରିବାକୁ ଯାଇଥିଲେ କହିବା ପାଇଁ ଯେ ଆଜ୍ଞା ଆପଣ ହେଉଛନ୍ତି ଭାରତରେ ନିଶା ନିବାରଣର ଜଣେ ଦେବଦୂତ। କାରଣ ଗୁଜରାଟରେ ମଦ ନିଷେଧ ହେଇକରି ଅଛି। ଯଦିଓ ପଦ୍ମବାବୁ ଜାଣିନାହାନ୍ତି ଯେ ଗୁଜରାଟରେ ମଦ ସିନା ମିଳେ ନାହିଁ କିନ୍ତୁ ହେରୋଇନ୍ର ସବୁଠୁ ବଡ଼ ହବ୍ ଭାବରେ ଆସ୍ତେ ଆସ୍ତେ ଗୁଜରାଟ ତାର ନାଁକୁ ବଢ଼େଇ ଚାଲିଛି। ସେଠି ଯେଉଁ ମୁନ୍ଦ୍ରା ଏୟାରପୋର୍ଟ ଅଛି ସେ ମୁନ୍ଦ୍ରା ଏୟାରପୋର୍ଟରେ କୋଟି କୋଟି ଟଙ୍କାର ନିଶା ଜବତ ହୁଏ। ତେଣୁ ମଦ ନହେଲେ ତାର ବିକଳ୍ପ ବଢ଼େ। ଏ ସମ୍ପର୍କରେ ଆମର ଯେଉଁ ନିଶା ନିବାରଣ କର୍ମୀମାନେ ଅନେକାଂଶରେ ସ୍ୱପ୍ନରେ ଭାସୁଥାନ୍ତି। ସେମାନଙ୍କ ଭିତରେ ଗୋଟେ ବାସ୍ତବତାକୁ ଚିହ୍ନିବାର ବା ଜାଣିବାର ଅବବୋଧ ନଥାଏ। ତେବେ ସେ ଯାହା ପାଇ ହେଉ, ଯଦି ନବୀନ ପଟ୍ଟନାୟକଙ୍କର ସମୟରେ ଓଡ଼ିଶାବାସୀଙ୍କୁ ମଦୁଆ କରିଦେବାର ଗୋଟେ ଷଡ଼ଯନ୍ତ୍ର ଚାଲିଛି ବୋଲିକରି ଯେଉଁମାନେ କହୁଥିଲେ ସେମାନଙ୍କ ପାଇଁ ବର୍ତ୍ତମାନ ଗୋଟେ ନୂଆ ଖବର ଅଛି ଯେ ନୂଆ ଡବଲ ଇଞ୍ଜିନ୍ ସରକାର ମୋହନ ମାଝୀ ସରକାର ଓଡ଼ିଶାରେ ନୂଆ ମଦକୁ ନେଇକରି ପରୀକ୍ଷା ନିରୀକ୍ଷା ଆରମ୍ଭ କରୁଛନ୍ତି। ଆମର ମଦ ମନ୍ତ୍ରୀ ବାବୁ ପୃଥ୍ୱୀରାଜ ହରିଚନ୍ଦନ ଏବେ କହିଲେଣି ଯେ ମାଣ୍ଡିଆରୁ ମଦ ପ୍ରସ୍ତୁତ ହେବ ଏବଂ ମହୁଲି ମଦକୁ ଆନ୍ତର୍ଜାତିକ ମାନର ପ୍ରସ୍ତୁତ କରାଯିବ। ଅର୍ଥାତ୍ ମହୁଲି ମଦକୁ ଆନ୍ତର୍ଜାତିକ ବଜାରକୁ ଛଡ଼ାଯିବ ଏବଂ ମିଲେଟ୍ ମଦ ବଜାରକୁ ଛଡ଼ାଯିବ। ମୁଁ ଜାଣି ନାହିଁ ଏ ସମ୍ପର୍କରେ ପଦ୍ମମଉସା କିଛି କହିଲେନି କି ନାହିଁ। ପଦ୍ମଚରଣ ନାୟକଙ୍କର ପ୍ରତିକ୍ରିୟା ଅବଶ୍ୟ ମୁଁ ଦେଖି ନାହିଁ। ଅବଶ୍ୟ ପଦ୍ମଚରଣ ନାୟକଙ୍କୁ 100 ବର୍ଷ ହେଲାଣି। ସେ ଯେ ସବୁ କଥାରେ ପ୍ରତିକ୍ରିୟା ଦେବେ ଏ ଆଶା ବୃଥା। କିନ୍ତୁ ଯେଉଁ ନିଶା ନିବାରଣ କର୍ମୀମାନେ ଥିଲେ ଯେଉଁମାନେ ମଝିରେ ମଝିରେ ବିଜେପି ଧ୍ୱଜା ବି ଧରନ୍ତି ଆଉ ନିଶା ନିବାରଣ ବାନା ବି ଧରନ୍ତି ସେମାନେ କୁଆଡ଼େ ଗଲେ? ଏ ଯେଉଁ ମାଣ୍ଡିଆ ମଦର ପ୍ରାବଲ୍ୟ କଥା ବର୍ତ୍ତମାନ କହୁଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ତାଙ୍କ ଘର ଆଗରେ ଦିନେ କିଏ ଧାରଣାରେ ବସିଲାଣି? ଅବଶ୍ୟ ଆମର ସୌମ୍ୟବାବୁ ମଧ୍ୟ ମଝିରେ ମଝିରେ ନିଶା ନିବାରଣ ସମ୍ପର୍କରେ କହନ୍ତି। ନିଶା ଏବଂ ଭାଷା ଏ ଦୁଇଟି ତାଙ୍କ ଜୀବନର ବ୍ରତ ବୋଲି ସେ କହୁଥିଲେ। ତ ଏଇ ଯେଉଁ ମାଣ୍ଡିଆ ମଦ କଥା ପୃଥ୍ୱୀରାଜ ବାବୁ କହିଲେ ତା ବିରୁଦ୍ଧରେ ଗୋଟେ ସମ୍ପାଦକୀୟ ଲେଖା ହେଲାଣି କି ସମ୍ବାଦରେ? ନାଇଁ, ବୋଧେ ବିଚାର ବିମର୍ଶ ଚାଲିଥିବ। ଅପେକ୍ଷା କରିବା ଆମେ। ତେବେ ଓଡ଼ିଶାବାସୀଙ୍କୁ ଗୋଟେ ମିଲେଟ୍ ମଦ ମାଣ୍ଡିଆ ମଦର ଗୋଟେ ନୂଆ ପ୍ୟାକେଜ ମିଳିବ। ଆଗରୁ ଆସ୍କା ଫୋର୍ଟିକୁ ନେଇକରି ବହୁତ ଚହଳ ପଡ଼ୁଥିଲା, ବହୁତ ଲୋକ ପିଇକରି ମରୁଥିଲେ। ମାଣ୍ଡିଆ ମଦ ବୋଧେ ସ୍ୱାସ୍ଥ୍ୟ ପକ୍ଷରେ ଭଲ ହେଇଥିବ, ଆମେ ଜାଣିନୁ ଆଜ୍ଞା। ଯେଉଁମାନେ ମଦ ପିଅନ୍ତି ସେମାନେ ଜାଣିଥିବେ। ଆମେ ଏତିକି ଜାଣିଛୁ ଯେ ଏନି କାଇଣ୍ଡ ଅଫ୍ ଆଲକୋହଲ ଇଜ୍ ଇଞ୍ଜୁରିୟସ୍ ଟୁ ହେଲ୍ଥ। ସିଏ ହାଣ୍ଡିଆ ହେଉ, ମହୁଲି ହେଉ, ଚାଉଳି ହେଉ କି ଯାହା ବି ହେଉ। କିନ୍ତୁ ଯେଉଁ ସରକାର ନିଶା ନିବାରଣ କଥା କହୁଥିଲା ସେ ସରକାର ଆସିକରି ପ୍ରଥମେ ତ ଭାଟି ସଂଖ୍ୟା ବଢ଼େଇ ଦେଲା, ମଦ ଦୋକାନ ସଂଖ୍ୟା ତ ବଢ଼େଇ ଦେଲା। ଏବେ କହିଲେଣି ଯେ ନୂଆ ନୂଆ ମଦ ତିଆରି କରିବୁ, ମାଣ୍ଡିଆ ମଦ ତିଆରି କରିବୁ, ମହୁଲି ମଦକୁ ଆନ୍ତର୍ଜାତିକ ମାନର କରିବୁ। ଆଜ୍ଞା, ଆମେରିକାରେ ମହୁଲି ମିଳିବ, ଖୁସି ହୁଅନ୍ତୁ। ଓଡ଼ିଆ ଅସ୍ମିତା ମହୁଲି ଜରିଆରେ ବ୍ୟାପକ ହେବ। ପାଇକ କୂଳ ତିଳକ ବିଶ୍ୱଭୂଷଣ ହରିଚନ୍ଦନଙ୍କର ସୁପୁତ୍ର ବିଶ୍ୱଭୂଷଣ ହରିଚନ୍ଦନ ସବୁବେଳେ ନିଶା ନିବାରଣ ସପକ୍ଷରେ କହି ଆସିଛନ୍ତି।
तेणु पाइक कूल तुलक विश्वभूषण हरिचंदन सुपुत्र परम पाइक पृथ्वीराज हरिचंदन प्रवर्तित महुली मद को लेकरी ओडिया अस्मिता पृथ्वी रे ओडिया अस्मितार जयगान शुभिब। बढ़िया महुली मद जरिया ओडिया अस्मितार प्रचार करिवे मोहन माझी सरकार। कहीं ए संपर्क में आमर जो माने भाषाकर्मी निशाकर्मी से मानकर तो किसी शुभु नहीं पार्टी बंद ना नवीन बाबू समय मदटा खराब थिला मोहन माझी समय मदटा भल होगा कि बोधे जो निशाकर्मी माने बुली बुलिकी नवीन पट्टनायक को गाड़ी करते गाड़ी कर स्वाभाविक मुझे समर्थन करुच्ची जेकोसी भी सरकार जदि मदर प्रसार करने चेष्टा कर सरकार को विरोध करने दरकार किंतु सेतेबेले जदि विरोध होता आज कहीं नीरव आज कहीं आपण मानकर पार्टी रे सील पड़ी मांडिया मद विरुद्ध रे मांडिया स्वास्थ्यपाई श्री अन्न बोलिकी कहीकि चारिआडे सरकार प्रचार कर एबे कौन ना मांडिया मद बिक्री हे भक्त माने मांडिया मद पीबे ओडिया भक्त मानू बीजेपी भक्त मानू वर्तमान महुली एवं मांडियार नुआ मद दिज्व खुशी तो आपण मैंने अब से कहले पुणी कहे आज्ञा नवीन पट्टनायक सीना कहते आपण मैंने खुशी तो आमर सरकार आज्ञा कहीं खुशी ना आम सरकार समस्ते झुमझुम अवस्था अच्छा मांडिया मद पीकरी भक्त माने बेहोश अवस्था अच्छा तेणु मोहन माझी सरकार को धन्यवाद दिंतु पृथ्वीराज बाबू को धन्यवाद दिंतु से ओडिशा रे नुआ मदर गवेषणा आरंभ कर सरकार तांकर जो बजेट तैयारी कर से बजेट रे आर्टिफिशियल इंटेलिजेंस 20 कोटी टंका मात्र बराद कर मद पाई नुआ मद तैयारी करने केते टंकार बराद होती खोजा पड़ो। तेणु आगामी दिन में ओडिशावासी आपण माने पृथ्वीराज बाबूंकर मांडिया मद पीकरी भक्त होकर थांतु ये हूँ ओडिया अस्मितार आउ गोटे नुआ अध्याय जहाकू मोहन माझी सरकार नुआ करी लिखिचंती एवं ए नुआ अध्याय रे आमर निशा निवारण कर्मी मानकर चेहरा एवं तांकर चेहरार छलना फुटिक दिशुची। समता होची ओडिशार मुक्तिर स्वर सांविधानिक अधिकार एवं गणतंत्र स्वर तेणु समता को अधिक सहयोग करंतु अधिक सब्सक्राइब करंतु लाइक करंतु शेयर करंतु कमेंट करंतु आम चैनल रे आपण सदस्य भाव में जोग दे पारिबे आमको सुपर थैंक्स दे पारिबे समता को जेते प्रकार आपण सहाय्य करने को चाहती आपण करि परिबे आमको जदि किसी आर्थिक सहयोग आपण देबा को चाहती ताहले आमर फोन पे नंबर आम ये दौचु एथिरे आपण आमको आर्थिक सहयोग करि परिबे।